କୁମ୍ଭ ରାଶି ପାଇଁ 2025 ମସିହାର ବାର୍ଷିକ ରାଶିଫଳ ଜାଣିବା। 2025 ମସିହାରେ କୁମ୍ଭ ରାଶି ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟ, ଶିକ୍ଷା, କର୍ମ, ଚାକିରି ବା ବାଣିଜ୍ୟ, ପ୍ରେମ, ବିବାହ ଏବଂ ଘର ଓ ପରିବାର ପ୍ରଭୃତି ବିଷୟରେ କ'ଣ ସବୁ ଫଳ ପାଇବାର ସମ୍ଭାବନା ରହୁଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ। ନବବର୍ଷ 2025 ଆରମ୍ଭ ହେବାକୁ ଯାଉଥିବା ଅବସରରେ ତପନ ଆଷ୍ଟ୍ରୋଲୋଜି ତାର ଦର୍ଶକ ବନ୍ଧୁମାନଙ୍କୁ 2025 ମସିହା ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଅଛି। କୁମ୍ଭ ରାଶି ଦ୍ୱାଦଶ ରାଶିଚକ୍ରର ଏକାଦଶ ଗୃହ ଏବଂ ଶନି ମହାଗ୍ରହଙ୍କର ଏହା ହେଲା ମୂଳ ତ୍ରିକୋଣ ରାଶି। ପ୍ରଥମେ ଜାଣିବା କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ। 2025 ମସିହା ମାର୍ଚ୍ଚ ମାସ 29 ତାରିଖରେ ଶନି ମହାଗ୍ରହଙ୍କର କୁମ୍ଭ ରାଶିରୁ ମୀନ ରାଶିରେ ଗମନ ହେଲେ ବା ଗୋଚରରେ ଗମନ କଲେ କୁମ୍ଭ ରାଶି ପାଇଁ ଶନି ସପ୍ତାହର ଦ୍ୱିତୀୟ ଚରଣ ଆରମ୍ଭ ହେବ। ଶନି ସପ୍ତାହର ଶେଷ ମାସଟି କୁମ୍ଭ ସଂକ୍ରାନ୍ତି ଭୋଗ ହେଉଥିବାରୁ ଫେବୃଆରୀ 12 ତାରିଖ ଠାରୁ ମାର୍ଚ୍ଚ ମାସ 15 ତାରିଖ ପର୍ଯ୍ୟନ୍ତ ଏହି ସମୟରେ କୁମ୍ଭ ରାଶିରେ ଶନି ଓ ସୂର୍ଯ୍ୟଙ୍କ ଅବସ୍ଥିତି ଖାଦ୍ୟ ଅପଚୟ ବା ଲିଭର ଜନିତ ସମସ୍ୟା ଦେଖାଦେଇପାରେ। ଶରୀରରେ ହାଡ଼ ବା ଅର୍ଥୋପେଡିକ୍ ସମସ୍ୟାର ସମ୍ଭାବନା ରହିଛି। ବହୁତ ସମ୍ଭାବନା ଅଛି ବାଥରୁମରେ ପଡ଼ି ଗୋଡ଼ ଭାଙ୍ଗିଯିବାର। ତଳିପେଟରେ ଯନ୍ତ୍ରଣା ହୋଇପାରେ। ଏହା ପରେ ମେ ମାସ 18 ତାରିଖରେ ରାହୁ ମହାଗ୍ରହ ମୀନ ରାଶିରୁ କୁମ୍ଭ ରାଶିକୁ ଆସିଲେ ଏବଂ କେତୁ ମହାଗ୍ରହ କନ୍ୟା ରାଶିରୁ ସିଂହ ରାଶିରେ ପ୍ରବେଶ କଲେ ଚର୍ମଜନିତ ରୋଗ, ଶ୍ୱାସ ରୋଗ, ଶରୀରରେ ବାୟୁ କୁପିତ ହେଲା ଭଳି ସମସ୍ୟା ଦେଖାଦେବାର ସମ୍ଭାବନା ରହୁଅଛି। ଶିକ୍ଷା ଦୃଷ୍ଟିରୁ 2025 ମସିହା ବର୍ଷଟି କୁମ୍ଭ ରାଶି ପାଇଁ ବେଶ ଉତ୍ସାହଜନକ ରହିବ। ବୃହସ୍ପତି ମହାଗ୍ରହ ମେ ମାସ 14 ତାରିଖରେ ବୃଷ ରାଶିରୁ ମିଥୁନ ରାଶିରେ ଗୋଚରରେ ପ୍ରବେଶ କଲେ କୁମ୍ଭ ରାଶି ପାଇଁ ପଞ୍ଚମ ଭାବସ୍ଥ ହେବା ଯୋଗୁଁ ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧଟି ବେଶ ପ୍ରଶସ୍ତ ରହିବ। ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀମାନେ ଅଧ୍ୟୟନଶୀଳ ହେବେ। ବିଶେଷତଃ ଉଚ୍ଚତର ଶିକ୍ଷା ଓ ଗବେଷଣା ଆଦି ଶିକ୍ଷଣୀୟ ଶିକ୍ଷାରେ ବ୍ୟସ୍ତ ଥିବା ଛାତ୍ରଛାତ୍ରୀମାନେ ମନ ମୁତାବକ ଫଳ ପ୍ରାପ୍ତ କରିବେ। କ୍ୟାରିୟର ଦୃଷ୍ଟିରୁ ବର୍ଷଟି ବେଶ ଫଳପ୍ରଦ। ଚାକିରି ପାଇଁ ବର୍ଷର ପ୍ରଥମାର୍ଦ୍ଧରେ ଦେଉଥିବା ଚାକିରି ଇଣ୍ଟରଭ୍ୟୁ ଦ୍ୱିତୀୟାର୍ଦ୍ଧରେ ଫଳପ୍ରଦ ହେବାର ସମ୍ଭାବନା ଏବଂ ଚାକିରିରେ ମଧ୍ୟ ଯୋଗ ଦେବାର ବହୁତ ସମ୍ଭାବନା ରହିଅଛି। ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ବର୍ଷର ପ୍ରଥମାର୍ଦ୍ଧରେ ପ୍ରମୋସନ ସହିତ ସ୍ଥାନାନ୍ତର ମଧ୍ୟ ହେବାର ଯୋଗ ରହୁଅଛି। ଶିକ୍ଷା, ଚିକିତ୍ସା ଏବଂ ଆଡଭୋକେସି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ 2025 ମସିହା ବର୍ଷଟି ବହୁତ ବଢ଼ିଆ ରହିବ। ବର୍ଷର ଦ୍ୱିତୀୟାର୍ଦ୍ଧରେ ଲଗ୍ନସ୍ଥିତ ରାହୁ ଚାକିରି କ୍ଷେତ୍ରରେ ଦୁର୍ନୀତିକୁ ପ୍ରଶ୍ରୟ ଦେବାର ସମ୍ଭାବନା ଥିବାରୁ ରାହୁ ମହାଗ୍ରହଙ୍କର ପ୍ରତିକାର କରାଇ ନେବା ଭଲ। ନଚେତ୍ ରାହୁ ମହାଗ୍ରହଙ୍କ ଯୋଗୁଁ ଅପଦସ୍ଥ ହୋଇପାରନ୍ତି, ଆଇନର ଜାଲରେ ଛନ୍ଦି ହୋଇପାରନ୍ତି ଏବଂ ତେଣୁ କରିଦିଅନ୍ତୁ ରାହୁ ମହାଗ୍ରହଙ୍କର ପ୍ରତିକାର। ବ୍ୟବସାୟ ବାଣିଜ୍ୟରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ 2025 ମସିହା ବର୍ଷଟି ବହୁତ ଉପାଦେୟ ସାବ୍ୟସ୍ତ ହେବ। ବ୍ୟବସାୟ କ୍ଷେତ୍ରରୁ ପ୍ରଚୁର ଲାଭ ସହିତ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବର୍ଷର ଦ୍ୱିତୀୟାର୍ଦ୍ଧରେ ସେୟାର ମାର୍କେଟ ବା ଅନଲାଇନ୍ ଟ୍ରେଡିଂରୁ ପ୍ରଚୁର ମୁନାଫା ପାଇବେ। ଲଗ୍ନସ୍ଥ ରାହୁ, ଦ୍ୱିତୀୟ ଭାବସ୍ଥ ଶନି ଏବଂ ପଞ୍ଚମ ଭାବସ୍ଥ ବୃହସ୍ପତି ତିନୋଟି ପ୍ରମୁଖ ଗ୍ରହଙ୍କ ଅବସ୍ଥିତି କ୍ଷତିରେ ଚାଲୁଥିବା ବ୍ୟବସାୟିକ ସଂସ୍ଥାକୁ ଲାଭଜନକ ସଂସ୍ଥାରେ ପରିଣତ କରାଇବ। ଆର୍ଥିକ ସ୍ରୋତର ଦିଗକୁ ବହୁମୁଖୀ କରାଇବ।
ଏପରିକି ବ୍ଲାକ୍ ମନି ବା କଳାଧନ ମଧ୍ୟ ଦେବାର ସମ୍ଭାବନା ଅଛି। ବ୍ୟବସାୟିକ କାର୍ଯ୍ୟ ଉଦ୍ଦେଶ୍ୟରେ ବିଦେଶ ଯିବାର ବହୁତ ସମ୍ଭାବନା ସହିତ ଏକ୍ସପୋର୍ଟ ଓ ଇମ୍ପୋର୍ଟ ବିଜନେସ୍ ବହୁତ ଭଲ ବିଜନେସ୍ ଦେବ। 2025 ମସିହାରେ ଜାଗାବାଡ଼ି କିଣିବା, ନୂତନ ଗୃହ ନିର୍ମାଣ କରିବା ପାଇଁ ବହୁତ ଗୁଡ଼ିଏ ସୁଯୋଗ ଆସିବ। ସମୟର ସଦ୍ବ୍ୟବହାର କରିବେ। ଲଭ୍ ଲାଇଫରେ ଥିବା ଲଭର୍ସମାନଙ୍କ ପାଇଁ 2025 ମସିହା ବର୍ଷଟି ବହୁତ ଅନୁକୂଳ ଫଳ ପ୍ରଦାନ କରିବ। ପ୍ରେମୀ ଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ମନ ବଳାଇବେ। ବ୍ରେକଅପ୍ ହୋଇଯାଇଥିବା ସମ୍ପର୍କଟି ପୁଣି ଥରେ ମେ ମାସ ପରେ ଠିକ୍ ହୋଇଯିବ। ତେଣୁ ପ୍ରେମୀ ଯୁଗଳ ମନ ଖରାପ କରିବା ପାଇଁ କିଛି ନାହିଁ। ପାରିବାରିକ ଦୃଷ୍ଟିକୋଣରୁ 2025 ମସିହା ବର୍ଷଟି ଠିକ୍ ଠାକ୍ ରହିବ। ବର୍ଷର ଶେଷ ଭାଗରେ ଘରକୁ ନବ ଆଗନ୍ତୁକ ଆସିବାର ପ୍ରାକ୍ ପଦଧ୍ୱନି ଶୁଣାଯିବ। ଦାମ୍ପତ୍ୟ ଜୀବନରେ ଖୁସିରେ ରହିବେ। ସପରିବାର ତୀର୍ଥାଟନ ବା ପରିଭ୍ରମଣରେ ଯାଇପାରନ୍ତି, କିନ୍ତୁ ଲଗ୍ନସ୍ଥ ରାହୁ ଆପଣଙ୍କୁ ଆତ୍ମକୈନ୍ଦ୍ରିକ କରାଇପାରେ। ଏତ ଗଲା ମୋଟାମୋଟି ଭାବରେ କୁମ୍ଭ ରାଶିର ବାର୍ଷିକ ରାଶିଫଳ। କିନ୍ତୁ 2025 ମସିହାରେ କୁମ୍ଭ ରାଶି ବ୍ୟକ୍ତିବିଶେଷ କେଉଁ ସମୟରେ କ'ଣ ଫଳ ପାଇବେ ତାର ସଠିକତା ଜାଣିବା ପାଇଁ ଜାତକର ନାକ୍ଷତ୍ରିକ ଦଶାକୁ ତର୍ଜମା କରିବା ଆବଶ୍ୟକ। କାରଣ କୁମ୍ଭ ରାଶିରେ 3ଟି ନକ୍ଷତ୍ର ଧନିଷ୍ଠା, ଶତଭିକ୍ଷା ଏବଂ ପୂର୍ବଭାଦ୍ର ନକ୍ଷତ୍ର ଭୋଗ ହୋଇଥାଏ। ଧନିଷ୍ଠା ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ମଙ୍ଗଳ ମହାଗ୍ରହଙ୍କ ମହାଦଶାରେ ଜନ୍ମଗ୍ରହଣ କରିଥାନ୍ତି, ତ ଶତଭିକ୍ଷା ନକ୍ଷତ୍ର ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ରାହୁ ମହାଗ୍ରହଙ୍କର ମହାଦଶାରେ ଜନ୍ମଗ୍ରହଣ କରିଥାନ୍ତି ଏବଂ ପୂର୍ବଭାଦ୍ର ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ବୃହସ୍ପତି ମହାଗ୍ରହଙ୍କ ମହାଦଶାରେ ଜନ୍ମଗ୍ରହଣ କରିଥାନ୍ତି। ତେଣୁ କୁମ୍ଭ ରାଶି ବ୍ୟକ୍ତିଙ୍କର ଜାତକରେ ଲଗ୍ନ କ'ଣ ହେଇଛି, ଗ୍ରହମାନଙ୍କର ସ୍ଥିତି କିପରି ଅଛି, କେଉଁ ଗ୍ରହଙ୍କର ମହାଦଶା, ଅନ୍ତର୍ଦଶା ଓ ପ୍ରତି ଅନ୍ତର୍ଦଶା ଚାଲୁଅଛି, ଏସବୁକୁ ବିଚାରକୁ ନେଇ ଫଳାଦେଶ କଲେ ଜଣେ ସଠିକ୍ ଫଳାଦେଶ କରିପାରେ ଜଣେ ଭଲ ଜ୍ୟୋତିଷ ବା ଜଣେ ଭଲ ଆଷ୍ଟ୍ରୋଲୋଜର। ତେଣୁ ଜାତକଟିକୁ ଚେକ୍ କରି ନେବା ବହୁତ ଭଲ ହେବ। ଏବଂ ଏହି କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଶୁଭ ଫଳ ପାଇବା ପାଇଁ ଶନି ମହାଗ୍ରହଙ୍କର ଶରଣାପନ୍ନ ହୁଅନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ। ତା ସହିତ ମହାବୀର ହନୁମାନଙ୍କର ଦର୍ଶନ କରନ୍ତୁ। ବହୁତ ଶୁଭ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍, ଲାଇକ୍ ଏବଂ କମେଣ୍ଟ କରିବା ପାଇଁ ଅନୁରୋଧ। ନମସ୍କାର। ତପନ।